ହ୍ୟାଲୋ। ଆଜ୍ଞା ନମସ୍କାର ଆଜ୍ଞା। ନମସ୍କାର ଆଜ୍ଞା। ହ୍ୟାଲୋ। ଆଜ୍ଞା କୁହନ୍ତୁ। ଭଏସ ଆସୁନି ଆଜ୍ଞା ଆପଣଙ୍କର। ହ୍ୟାଲୋ। ଆଜ୍ଞା ଏଇଟା ଓଟିଟି ଜଏନ୍ କରୁଛନ୍ତି କି ଆପଣ? ଓଷ୍ଟିଟ ତ 19 ତାରିଖରେ ଆଜ୍ଞା ପରୀକ୍ଷା। ଆଉ କଣ ଜଏନ୍ ହେଇପାରିବେନି କି ଆଜ୍ଞା? ଜଏନ୍ ଆଉ 10 ଦିନ ପାଇଁ ଆପଣ ଯଦି ଜଏନ୍ କରିବେ କରିବେ ସେମିତି କିଛି ଇସ୍ୟୁସ୍ ନାହିଁ। ନା ଆଉ ତ ଜଏନ୍ ହେଇପାରିବେନି ଆଜ୍ଞା କଣ ଆଉ କିଛି ଅନ୍ୟ ଆପଣ ପର୍ସନାଲି କଲ୍ କରିପାରିବେ କି ମତେ? ଆଜ୍ଞା। ଆପଣଙ୍କ ଏଟା ପର୍ସନାଲ ନମ୍ବର କି? ହଁ ହଁ। ସେ କଣ ସେଟିଂ ଫେଟିଂ କଣ ହଉଛି କି ଆଜ୍ଞା? ନା 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 ସେମିତି କିଛି ନାହିଁ। ଓଟିଟି କାରଣ ମୋ ଦିଦି ଦେଇକି ଆଜ୍ଞା ଛଅ ଥର ଫେଲ ହେଲାଣି। ଆଚ୍ଛା ପାଠ ପଢି ନ ପଢିଲେ କଣ ହବ? ପାଠ ତ ପଢିବାକୁ ପଡିବ। ଚାରିଥର ଓଟିଟି ତ ଓଟିଟି ଆପଣ ଜେନେରାଲ କ୍ୟାଟାଗୋରୀ ନା କୋଉ କ୍ୟାଟାଗୋରୀ? ଏସିବିସି ଆଜ୍ଞା ମୋର କ୍ଲିୟର ହେଇଗଲା ମୋର କ୍ଲିୟର ହେଇଯାଇଛି। ଏସିବିସି ରେ ଆପଣଙ୍କର କେତେ ମାର୍କ କହିଲେ କଟ ଅଫ୍? 53। 53 ଆଜ୍ଞା ଓ 53। 150 ରୁ ଯଦି 53 ନ କରିବେ ଓଏସଟି କ୍ୱାଲିଫାଇ ହେଲେ ଆରଏସଟି କଣ କରିବେ ତାହେଲେ? ତାହେଲେ ତ ଆରଏସଟି ଜୀବନ କାଳରେ କେବେ କ୍ୱାଲିଫାଇ ହେଇପାରିବେନି। ଆପଣ ବୁଝନ୍ତୁ ଗୋଟେ ଜିନିଷ ମୁଁ ଯୋଉଟା କହୁଛି ଖରାପ ଭାବିବେନି ମୋ କଥା ଶୁଣନ୍ତୁ। ନାଇଁ ସେଟା ପୁରା ପଇସା ଆଜ୍ଞା। ଓଏସଟିଟି ରେ ଦେଖନ୍ତୁ ଓଏସଟିଟି ଯଦି ଆପଣ କ୍ୱାଲିଫାଇ ହେଲେ ସେଟା ତ ଆପଣଙ୍କୁ ଚାକିରି ଦବନି। ଚାକିରି କିଏ ଦବ? ଆରଏସଟି। ଆଜ୍ଞା ସତ କଥା। ଓଏସଟି ର କୋଶ୍ଚିନ୍ ଲେବୁଲ ଆରଏସଟି ଆଗରେ କିଛି ନୁହଁ କହିଲେ। ଯଦି ଓଏସଟି ରେ ଫେଲ ହଉଛନ୍ତି ମନେକର ବି କ୍ୱାଲିଫାଇ ହେଇଗଲେ ଆପଣ ପଇସା ଦେଇକି ସପୋଜ କ୍ୱାଲିଫାଇ ହେଲେ ସେଟିଂ ଫେଟିଂ ହେଲା। ଆରଏସଟି ବେଳକୁ କଣ କରିବେ? ସେଥିରେ ଆପଣ ଆଜ୍ଞା ଜମା ବି କ୍ୱାଲିଫାଇ ହେଇପାରିବେନି। ତ ପାଠ ପଢିବାଟା ଇମ୍ପୋର୍ଟାଣ୍ଟ। ନାଇଁ ସେ ଦିଦି ଆମର ଦିଦି ଅଛନ୍ତି ତାଙ୍କେ ପିଟି ଟିଚର ଅଛନ୍ତି ଆଜ୍ଞା ଇଏ ଆମର ଗୋଟେ ଇଏରେ ଅଛନ୍ତି ଯେ କଣ୍ଟ୍ରୋଚୁଆଲ ବେସିକ ରେ ଅଛନ୍ତି। ହୁଁ। ଓଟିଟି ପାଇଁ 3 ଲକ୍ଷ 4 ଲକ୍ଷ ଟଙ୍କା ଲୋକ ନେଇଯାଇଛନ୍ତି କିଛି ଫେଲ ଏବେ ଦେଇଥିଲା 52 ମାର୍କ ରଖିଲା 53 ରଖିଲେ ପାସ୍ 52 ମାର୍କ ରଖିଛି ଆଜ୍ଞା 2000 ଦେଇଥିଲା। ହୁଁ ଏବେ 19 ରେ ଦବ। ହୁଁ। 19 ତାରିଖରେ ଦବ ତ ଏବେ ତ ଆଉ ଜଏନ ହେଇପାରିବନି କିଛି ସେମିତି କିଛି ହଉନି ନାଇଁ କି ଆଜ୍ଞା? ନାଇଁ ଆଜ୍ଞା। ହୁଁ। ଆମେ ସେ ସବୁ ଜିନିଷ ଆଜ୍ଞା କରୁ ଆମେ ପିଲାଙ୍କୁ ପରିଶ୍ରମ କରିବୁ ପିଲାଙ୍କୁ କ୍ୱାଲିଫାଇ କରିବୁ ସେଇ ସବୁ ଜିନିଷ କଲେ ମାନେ ଯୋଉମାନେ ପାଠ ପଢିବେ ସ୍କୁଲ ରେ ସେମାନଙ୍କ ଭବିଷ୍ୟତ ଅନ୍ଧାର ହେଇଯିବ। ସେମିତି ଆମେ କାମ କରୁନା ଆଜ୍ଞା। 100% ଠିକ କଥା କହିଲେ ମୋର ତ 6 ମାର୍କ କଟିଗଲା ଆଜ୍ଞା ମେନ୍ ଏକ୍ଜାମ। ଆଜ୍ଞା। ଆରଏସଟି। ଆଜ୍ଞା। ଆଜ୍ଞା ହଉ ତ ଏବେ ତ ଆଉ ଆଡମିସନ କଲେ ହେଇପାରିବନି ନାଇଁ କି ଆଜ୍ଞା? ନାଇଁ ଆଜ୍ଞା ହଁ ଆଡମିସନ ଦେଖନ୍ତୁ 19 ତାରିଖରେ ପରୀକ୍ଷା ଆପଣ କୋର୍ସ କରିପାରିବେ 8-10 ଦିନର କ୍ରାସ୍ କୋର୍ସ ସେଇଟା କରିପାରିବେ। କିନ୍ତୁ ସେ ଏଇ ଯୋଉ ଜିନିଷ କହିଲେ ସେଇଟା ତ ଆମେ ଟୋଟାଲି ସେ ସବୁ ଜିନିଷକୁ ପ୍ରଶୟ ଦଉନୁ ପ୍ରଥମ ଜିନିଷ। ଆପଣ ଯୋଉଟା କହିଲେ ବି ମତେ ଶୁଣିକି ଖରାପ ଲାଗୁଛି। ନାଇଁ ଦେଖନ୍ତୁ ସରି ଦେଖନ୍ତୁ ମାଇଣ୍ଡ କରନ୍ତୁନି ସାର୍। ନା ମାଇଣ୍ଡ କରିବା କଥା ମୁଁ ନୁହେଁ ନାଇଁ ଯିଏ ଆପଣଙ୍କ ବି ନମ୍ବର ହୁଅନ୍ତୁ ଟା ଆପଣ ମୁଁ ହୁଅନ୍ତୁ ମୁଁ ଯିଏ ସେ ଗୋଟେ ଟିଚର ହେବେ ଯଦି ଓଏସଟି କ୍ୱାଲିଫାଇ କରନ୍ତୁ ଆରଏସଟି କଣ କ୍ୱାଲିଫାଇ କରିବେ ଦ୍ୱିତୀୟ ଜିନିଷ ସେକେଣ୍ଡ ଜିନିଷ କହୁଛି ସେ ଯୋଉ ପିଲାଙ୍କୁ ଯୋଉ ସ୍କୁଲରେ ପାଠ ପଢିବେ ସେ ପିଲାଙ୍କ ଭବିଷ୍ୟତ କଣ ହବ ଆପଣ ନିଜେ ଭାବିଲେ? ଆଜ୍ଞା ଏଇଟା ସତ ଆପଣ ମାନେ 100% ଚାକିରି ମାନେ ସେ ଯୋଉ ଜବ ଟା କରିବେ ଖାଲି ପଇସା ପାଇଁ ତାହେଲେ ଚାକିରି କରୁଛନ୍ତି। ସତ କଥା। ସେମିତି ହେଲେ ସେ ସବୁ ସିଷ୍ଟମ ପାଖରେ ନାହିଁ ଅଲଗା କୋଉଠି ଆପଣ ଦେଖନ୍ତୁ ଥ୍ୟାଙ୍କ ୟୁ।